କୁକୁରଟା ରଖିବେ ସେ ଦେଉନାହାନ୍ତି କିଛି। କ'ଣ ହଉଛି ସେ? ଆଉ କ'ଣ ସେତେବେଳକୁ ଛିଡ଼ା ହେଇକି ଗୋଟେ ବିଜାର ହେଇଗଲାଣି। କୁକୁରଟା ରଖିବେ ସେ ଦେଉନାହାନ୍ତି। ମଣିଷ ବସିଲେ ଆସୁକୁ ଆସିକି ଏପଟେ ସେପଟେ ଖାଲି ପାଖରେ ଆସିକି କାଟିକି ଗୋଟେ ପାଲା ଗୋଟେ ଲଗେଇଛନ୍ତି, ଗୋଟେ ଯିଏ ବସେଇ ଦେଉନାହାନ୍ତି। ବେକାରିଆ ବାଜ୍ୟ କୁକୁରଟା ପେଣ୍ଟ ପିନ୍ଧିନି ଆଉ ସେଇଥିପାଇଁ ଇଏ ଆଉ ସେ କୁକୁର ଗଲାଣି ତ। ତାକୁ ଗୋଟେ କାମ କର, ସେ ତାଳ ଫଟା ବେଳରେ କେତେବେଳେ ଗୋଟେ ଫୁଟେଇ ଦିଅ, ଆଉ ଆସିବନି। ଏଇଟା ସବୁବେଳେ ପଳେଇ ଯାଉଛି। ଆଚ୍ଛା ଇଏ କହିଲ, ତମେ କୁକୁର ଲାଙ୍ଗୁଡ ଯୋଉ ହଲୁଛି, କୁକୁର ଯୋଉ ଲାଙ୍ଗୁଡଟାକୁ ହଲଉଛି ଡେଲି, କଣ ପାଇଁ? ମାନେ ତା ମାନେଟା କଣ? କ'ଣ ପାଇଁ ବୋଲେ କ'ଣ? ଆଉ କୁକୁର ଲାଙ୍ଗୁଡ଼, କୁକୁର ତ ଜନ୍ମ ହେଲେ ତା ସାଙ୍ଗରେ ଲାଙ୍ଗୁଡ଼ ଜନ୍ମ ହେଲା। ଆଉ ତାର ଜନ୍ମରୁ ତାର ସେଇଟା ଗୋଟେ ଅଭ୍ୟାସ ଲାଙ୍ଗୁଡ଼ ହଲେ ବା ସେ ଜନ୍ମରୁ ହଲଉଛି ଗଲା ତାର। ସେ ଆଉ କ'ଣ ପାଇଁ ହଲୁଛି ଗୋଟେ? ତମେ ଅଦ୍ଭୁତ ପ୍ରକାର କଥା ସବୁ କହୁଛ। ନାଇଁ ସେଇଆ ନାହିଁ। ଆଉ କ'ଣ? କୁକୁର ଲାଙ୍ଗୁଡ଼ଟାକୁ ହଲଉଛି ନା? ଲାଙ୍ଗୁଡ଼ଟା ଡେଲି ହଲୁଛି। ଲାଙ୍ଗୁଡ଼ ସେ ଜନ୍ମରୁ ହଲଉଛି। ଡେଲି ହଲଉଛି, ଲାଙ୍ଗୁଡ଼ ଡେଲି ହଲୁଛି। ଲାଙ୍ଗୁଡ଼ ଚାହୁଁଛି ମୁଁ କୋଉ ଦିନ କୁକୁରଟାକୁ ହଲେଇଦେବି, ସେ ସେଇଥିପାଇଁ ଲାଙ୍ଗୁଡ଼ଟା ଡେଲି ହଲୁଛି। ଜନ୍ମରୁ ତ କୁକୁର ଲାଙ୍ଗୁଡ଼ ହଲଉଛି। ଲାଙ୍ଗୁଡ଼ଟା ଏକ ନମ୍ବର ପାଚିଲିଆ ଲୋକ ତମେ ବୁଝିଲ। ତମର ପାଚିଲିଆ ଗଲାନି ସେଟା। ଯେତେବେଳେ ତମେ ଆସିବ ସବୁ ସାଙ୍ଗରେ ପାଚିଲିଆ କଥାବାର୍ତ୍ତା ସବୁ ତମର ହବ। ପାଚିଲିଆ ଲୋକଙ୍କର ପାଚିଲିଆ କଥା କ'ଣ କହିବ?